ଦୁଇ ଦିନରେ 5 ଗୋଟି ରାସ୍ତାର ଉନ୍ନତୀକରଣ କରିବା ଲାଗି ନିଆଳି ବିଧାୟକ ଛବି ମଲ୍ଲିକ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 23 ମାର୍ଚ୍ଚରେ ନିଆଳି କଲେଜଠାରୁ ନୂଆପାଟଣା, କୃଷ୍ଣପ୍ରସାଦ ରୋଡଠାରୁ ମେଡିକାଲ, 24 ତାରିଖରେ ଜଲ୍ଲାରପୁରଠାରୁ ପୋଦନା ବଢ଼େଇ ସାହି, କପାସୀଠାରୁ ପୋରକର ଗ୍ରାମ, ସଳେଇ ବାହାରଣା ରାସ୍ତାଠାରୁ ନୂଆ ବାବଜା ଗ୍ରାମ, 5ଟି ରାସ୍ତା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଉନ୍ନତି ଓ ପ୍ରଶସ୍ତ କରାଯିବ। ରାସ୍ତାର ଉନ୍ନତୀକରଣ ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳକୁ ଗମନାଗମନ ସୁଗମ ହେବା ସହ ବସ୍ ଚଳାଚଳ ହୋଇପାରିବ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ହେଉଛି ସଳେଇ ବାହାରଣା ରୋଡର ଆଡି ରୋଡର ପାର୍ଶ୍ୱବର୍ତ୍ତୀ ଗାଁ ହେଲା ନୂଆ ବାବଜା। ସେ ଅଁଳଠାରୁ ନୂଆ ବାବଜାଟା ଆରମ୍ଭ ହେଇଛି। 1.5 କିଲୋମିଟର ରାସ୍ତା। ମାନ୍ୟବର ନିଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଛବି ମଲ୍ଲିକ ମହୋଦୟଙ୍କର ଆନୁକୂଲ୍ୟରେ ଏ ରାସ୍ତା ଉନ୍ନତୀକରଣ ହେବାକୁ ଯାଉଛି। ଆମର ଟେଣ୍ଡର ପାଇଛନ୍ତି କଟକର ହୁଣ୍ଡାଉ। ତେଣୁ ଏ ସଭା ଆୟୋଜନ କରାଯାଇଛି ଏଇଥିପାଇଁ ଆଡି ରୋଡର ଉନ୍ନତୀକରଣ ପାଇଁ। ଆମ ଗାଁ ମେନ୍ ରୋଡକୁ ବାହାରିବାକୁ ହାରାହାରି 1.5 କିଲୋମିଟର ରାସ୍ତା। ତେଣୁ ଆମେ କାଦୁଅ ପଙ୍କରେ ଯାଉଥିଲୁ। କିଛି କାର୍ଯ୍ୟ ହେଇଛି, ଖଣ୍ଡିଆ ଖାବରା ହେଇଛି। ତେଣୁ ଆମର ଗାଡ଼ି ଗୁଡ଼ା ମେନ୍ ଟ୍ରକ୍ ଫ୍ରକ୍ କିଛି ଗାଁକୁ ଆସିପାରୁନାହିଁ ଏପଟ ସାଇଡ଼ରେ। ତେଣୁକରି କାର୍ଯ୍ୟକ୍ରମଟା ଓସାର ଆଉ ଭଲ ନିଦା କାମ ହେଲେ ଆମର କାର୍ଯ୍ୟ ଗାଁ ପାଇଁ ସୁବିଧାଜନକ ହେବ, ଲୋକ ଯାତାୟାତ ପାଇଁ। ହଁ, ଏ ରାସ୍ତାଟା ଖୋଲିଲେ ଆମର କେନାଲ ବନ୍ଧର ପିଚୁ ରୋଡ ଯାଇଛି, ପୁରା ଏକଦମ ବାଲିକୁଦା ବ୍ରିଜ କି ନାଗିଛି ପହଙ୍ଗା ଯାଏ। ତେଣୁ ଏ ରୋଡଟା ଖୋଲିଗଲେ ପୁରା କୁଣ୍ଡିମୁହଁ ବ୍ରିଜ, ପହଙ୍ଗା ଏମିତି ଏରଡ଼ା ଯାଇ ଆମ ଲୋକ ଯାତାୟାତ କରିପାରିବେ ଆଉ ଆଇଲାଣ୍ଡ ସହ ଆଉ। ଆଜ୍ଞା, ସରକାର ଏରିଆର ଡେଭଲପମେଣ୍ଟ କରିବା ପାଇଁ ରାସ୍ତାର ଯେଉଁ ଡେଭଲପମେଣ୍ଟ କାମ କରାଯାଉଛି, କେମିତି ସରକାର ଯେଉଁ ପଦକ୍ଷେପ ନେଇଛନ୍ତି କ'ଣ କହିବେ? ସରକାର ବିଜେପି ସରକାର ଭଲ ପଦକ୍ଷେପ ନେଉଛନ୍ତି। ଯେହେତୁ ଆମର ଏ ଛୋଟିଆ ଗାଁଟା ପାଇଁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଛବି ମଲ୍ଲିକ ମହୋଦୟ ତାଙ୍କର ଆନୁକୂଲ୍ୟରେ ଏ ରାସ୍ତା ହେଇପାରୁଛି ଏବଂ ସେ ପ୍ରଶାସନ ବିଭାଗକୁ ଜଣାଇଛନ୍ତି, ସରକାର ବିଭାଗକୁ ମଧ୍ୟ ଜଣାଇ ଏ କାମ ଆମକୁ ଦେଇଛନ୍ତି। ଆମେ ଏଥିପାଇଁ ଗ୍ରାମବାସୀ ମାନେ ବହୁତ ଖୁସି ଅଛୁ। ସେଥିପାଇଁ ଏ ସଭା ଆଜି ଆୟୋଜନ କରାଯାଇଛି। ଆଉ ଏହାର ଶୁଭ ଉଦ୍ଘାଟନ ଆଜି ନିଆଳି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଛବି ମଲ୍ଲିକ ମହୋଦୟ ଉଦ୍ଘାଟନ କରିବେ। ଗାଁର ବିକାଶ ହେଲେ ଦେଶ ବିକାଶ ହେବ। ମାନ୍ୟବର ବିଧାୟକଙ୍କ ପ୍ରଚେଷ୍ଟାକୁ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି। ବିକାଶ କାମରେ ବାଧା ସୃଷ୍ଟି କରୁଥିବା ତତ୍ତ୍ୱମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଲାଞ୍ଚ କାରବାର ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ବିଧାୟକ ସ୍ପଷ୍ଟ ଭାବେ ଗଣମାଧ୍ୟମ ଆଗରେ କହିଛନ୍ତି। ହବ ସେ ଭୁଲିଯିବା ଦରକାର ନୁହଁ। ଗୋଟେ ଆଇନ ବୋଲି ଗୋଟେ ଜିନିଷ ଅଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ଗ୍ରହଣ କରାଯିବ। ଯୋଉ ଯୋଜନା ମାନ କରୁଛନ୍ତି ସେ ଯୋଜନାକୁ କେହି ହଡପ କରିପାରିବେନି। ଆଉ ସେଇ ଯୋଜନା ଯୋଉ ପ୍ରକୃତ ହିତାଧିକାରୀ ପାଇବ। ଯଦି କୌଣସି ହିତାଧିକାରୀ ଠାରୁ କିଏ ଲାଞ୍ଚ ନେଉଥାଏ ଅଭିଯୋଗ ଆସିବ, ତାକୁ ମଧ୍ୟ ଦଣ୍ଡ ଦିଆଯିବ। ଆଜି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଆଜି 3 ଗୋଟି ପଞ୍ଚାୟତରେ ବହୁ ଦିନରୁ ଦାବି ହେଇକି ଆସୁଥିଲା ଏବଂ ରାସ୍ତା ଥିଲେ ମଧ୍ୟ ଭଲ ରାସ୍ତା ନଥିଲା। ତେଣୁ ପହଙ୍ଗା ପଞ୍ଚାୟତ, କପାସୀ ପଞ୍ଚାୟତ ଆଉ ଅଁଳ ପଞ୍ଚାୟତ ଏ 3 ଗୋଟି ଜାଗାରେ ପାଖାପାଖି 7,50,00,000 ଟଙ୍କାର କାମ ପାଇଁ ଶିଳାନ୍ୟାସ ହେଲା। ଆଉ ଏଷ୍ଟିମେଟ ଏକଦମ ଭଲ ହେଇଛି, ମାନେ 1.5-2 କିଲୋମିଟର ପାଇଁ 2 କୋଟି ଟଙ୍କା ବି ଏଷ୍ଟିମେଟ ହେଇଛି। ତେଣୁ ଏ କାମ ଭଲ ହବ। ଆଉ ଏଠି ଆମେ ଯୋଉ ଜାଗାରେ ବର୍ତ୍ତମାନ ଅଛେ ବା ବଜାରରେ ଯୋଉ ସଳେଇ ବିଳାସୁଣୀ ଯୋଉ ରାସ୍ତା, ସେଇଟା ଆଡିର ଆଉ ନାହିଁ, ସେଟା R&B କି ଦିଆଯାଇଛି। ସେଠି ମଧ୍ୟ ବହୁତ ଚଉଡା 7 ମିଟର ପାଖାପାଖି ରୋଡ ଆଗାମୀ ଦିନରେ ହଉଛି, ତାର ଏଷ୍ଟିମେଟ ଚାଲିଛି। ସଳେଇରୁ ଆପଣଙ୍କର ସିଠାଳ ବ୍ରିଜ ପର୍ଯ୍ୟନ୍ତ କୁଣ୍ଡିମୁହଁ ହେଇକିରି ଯିବ। ସେଇ ଯୋଉ ବ୍ରିଜ କୁ ହେଇକିରି ଯିବ, ସେଇ R&B ର ରାସ୍ତାକୁ
ଯେମିତି ବାବଜାର ରୋଡଟା ସେଠି କନେକ୍ସନ ହେଲା ବିଭିନ୍ନ ଗାଁରୁ ସବୁ ରାସ୍ତାକୁ ଉନ୍ନତିକରଣ କରାଯାଇକରି ସେ ଆରଡି ରାସ୍ତା ମିଶିବ ଆରଏନବି ରାସ୍ତାରେ ସେଇ ଯୋଜନା କରାଯାଇଛି। ଯେମିତି ଆମର ଆଜି କପାସରେ ଯୋଉ ରାସ୍ତାଟି ହେଲା ସେଠି ପନିମାଳରୁ ପହଙ୍ଗା ଯୋଉ 5.5 ମିଟର ରୋଡ ଯୋଉ ଚଉଡା ହେଇକରି ଯିବ ସେ ରୋଡକୁ ସେଇଟା ମଧ୍ୟ କନେକ୍ସନ ଅଛି। ମାନେ ଆପଣଙ୍କର 1600 ମିଟର ପାଇଁ ସେଠି ମଧ୍ୟ 2 କୋଟି ଟଙ୍କାର ଏଷ୍ଟିମେଟ ହେଇଛି। ତେଣୁ ଆଗାମୀ ଦିନରେ ଯୋଉ ଗାଁରୁ ଯୋଉ ଭଳି ଭାବରେ ଦାବି ଆସିବ ରାସ୍ତା କୁ ସଂଯୋଗୀକରଣ ପାଇଁ ଆରଏନବି ସାଙ୍ଗରେ ସେ ସବୁ ରାସ୍ତାକୁ ଉନ୍ନତିକରଣ କରାଯିବ। ଆଉ ବିଶେଷ କରିକି ମୁଁ ଅଁଳ ପଞ୍ଚାୟତ ର ଯାହା ଯାହା କାମ ବାକି ଅଛି ସେ ସବୁକୁ ସମ୍ପୂର୍ଣ୍ଣ କରାଯିବ।